ओम जयतु सो भगवान पूर्ण श्री गुरुवरविंद। जयतु धवल शोभा लोकधात्री मीरांबा। जयतु लसतु भूमा वीतय पूर्ण जग। जयतु तदनुगामी भाग्यवान भातृवर्ग। मीरामीराम्बिकेति वाक्सुधायते हृदन्तरे। शिरस्तु पादपीठिकां बिभ्रतु सततं परे। शरीरे तु गिरा हृदा नतं अम्बिका मुदां। भजेतरं परात्परं त्रैलोक्यमां तरं मीरां। त्रैलोक्यमां तरं मीरां। दुर्गास्तोत्र श्री अरविंद। मात दुर्गे सिंहवाहिनी सर्वशक्तिदायिनी मात शिवप्रिये तोर शक्त्यंश जात आम्भेमाने भारतवर्षर युवकगण तोर मंदिर रे आसीन प्रार्थना करुछु शुण मात। एई भारतवर्षरे आविर्भूत हुओ प्रकाश हुओ। मात दुर्गे जुगे जुगे मानव शरीर रे अवतीर्ण होई जन्मे जन्मे तोहरी कार्य करी तोर आनंद धाम को फेरी जाऊं। एथर भी जन्म होई तोहरी कार्य रे आम्भे माने व्रती शुण मात। ही भारतवर्षरे आविर्भूत हुओ प्रकाश हुओ। मात दुर्गे सिंह वाहिनी त्रिशूलधारिणी वर्म आवृत सुंदर शरीर रे मात जयदायिनी। तोर प्रतीक्षारे भारत रहीअछि तोर सही मंगलमयी मूर्ति देखिबाकु उत्सुक शुण मात। एई भारतवर्षरे आविर्भूत हुओ प्रकाश हुओ। मात दुर्गे बलदायिनी प्रेमदायिनी ज्ञानदायिनी शक्ति स्वरूपिणी भीमे सौम्य रौद्र रूपिणी। जीवन संग्रामे भारत संग्रामे तोर प्रेरित योद्धा आम्भे माने दियो मा प्राणे मने असुरर शक्ति असुरर उद्यम। दियो मा हृदय रे बुद्धि रे देव चरित्र देव ज्ञान। मात दुर्गे जगत श्रेष्ठ भारत जाति निबिड़ तिमिर रे आच्छन्न थिला। तुही मात गगन प्रांतरे अल्प अल्प उदय हेउअछु। तोर स्वर्गीय शरीर तिमिर विनाशिनी आभारे उषार प्रकाश हेला। आलोक विस्तार कर मात तिमिर विनाश कर। मात दुर्गे श्यामला सर्व सौंदर्यलंकृता ज्ञान प्रेम शक्तिर आधार। भारत भूमितर विभूति आजी पर्यंत शक्ति
ସଂହାରରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ, ଆଗତ ସେହି ଦିନ, ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି। ଆସ ମାତ ପ୍ରକାଶ ହୁଅ, ମାତ ଦୁର୍ଗୀ ତୋର ସନ୍ତାନ ହେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ କାର୍ଯ୍ୟ ମହତ ଭାବରେ ଉପଯୁକ୍ତ ହେଉ। ହେ ମାତ ବିନାଶକର କ୍ଷୁଦ୍ରତା, ବିନାଶକର ସ୍ୱାର୍ଥ, ଆଉ ବିନାଶକର ଭୟ। ମାତ ଦୁର୍ଗେ କାଳୀରୂପିଣୀ ମୁଣ୍ଡମାଳିନୀ, ଦିଗମ୍ବରେ କୃପାଣ ପାଣି ଦେବୀ, ଅସୁର ବିନାଶିନୀ, କ୍ରୂର ନିନାଦରେ ଅନ୍ତଃସ୍ଥରିପୁ ବିନାଶ କର। ଗୋଟିଏ ବି ଯେପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନପାରେ, ବିମଳ ନିର୍ମଳ ଯେପରି ହେଉ, ଏହି ପ୍ରାର୍ଥନା ମାତ ପ୍ରକାଶ ହୁଅ। ମାତ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ରାଶୟତାରେ ମ୍ରିୟମାଣ ଭାରତ। ହେ ମାତ ଆମ୍ଭମାନଙ୍କୁ ମହତ କର, ମହତ ପ୍ରୟାସୀ କର, ଉଦାର ଚେତା କର, ସତ୍ୟ ସଂକଳ୍ପ କର, ଯେପରି ଆଉ ଅଳ୍ପାସୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହେଉ। ମାତ ଦୁର୍ଗେ ଜଗଶକ୍ତି ବିସ୍ତାର କର। ଆମେ ହିତର ପ୍ରିୟ ଆର୍ଯ୍ୟ ସନ୍ତାନ, ଆମମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା, ଚରିତ୍ର, ମେଧାଶକ୍ତି, ଶ୍ରଦ୍ଧା, ଭକ୍ତି, ତପସ୍ୟା, ବ୍ରହ୍ମଚର୍ଯ୍ୟ, ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବୀ ପ୍ରକାଶ ହୁଅ। ମାତ ଦୁର୍ଗେ ଅନ୍ତଃସ୍ଥରିପୁ ସଂହାର କରି ବାହାରର ବାଧାବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତା ଆର୍ଯ୍ୟ ଜାତି ଭାରତର ପବିତ୍ର କାନନେ, ଉର୍ବର କ୍ଷେତ୍ରୀ ଗଗନ ସହଚର ପର୍ବତ ତଳେ, ପୂତ ସଲିଳା ନଦୀ ତୀରେ, ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃଚରଣରେ ଏହା ହିଁ ପ୍ରାର୍ଥନା ମାତ ପ୍ରକାଶ ହୁଅ। ମାତ ଦୁର୍ଗେ ଆମମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର। ଆମେମାନେ ହୋଇ ଉଠିବୁ ତୋର ଯନ୍ତ୍ର, ଅଶୁଭ ବିନାଶିନୀ ତରବାରୀ, ଅଜ୍ଞାନ ତିମିର ବିନାଶିନୀ ପ୍ରଦୀପ। ଭାରତର ଯୁବଗଣଙ୍କର ଏହି ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ଅଶୁଭ ହନ୍ତ୍ରୀ ହୋଇ ତରବାରୀ ଘୁରାଅ, ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର। ମାତ ପ୍ରକାଶ ହୁଅ। ମାତ ଦୁର୍ଗେ ତତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ। ଶ୍ରଦ୍ଧା ଭକ୍ତି ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମାତ ଆମମାନଙ୍କର ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ବୀର ମାର୍ଗ ପ୍ରଦର୍ଶିନୀ, ଆସ ଆଉ ବିସର୍ଜନ କରିବୁ ନାହିଁ। ଆମମାନଙ୍କର ସମଗ୍ର ଜୀବନ ହେଉ ଏକ ନିରବଚ୍ଛିନ୍ନ ମାତୃପୂଜା। ଆମମାନଙ୍କର ସକଳ କାର୍ଯ୍ୟ ଅବିରତ, ପବିତ୍ର, ପ୍ରେମମୟ, ଶକ୍ତିମୟ ମାତୃସେବା ବ୍ରତ ହେଉ। ଏହା ହିଁ ପ୍ରାର୍ଥନା ମାତ ଭାରତରେ ଆବିର୍ଭୂତ ହୁଅ। ପ୍ରକାଶ ହୁଅ ମା, ପ୍ରକାଶ ହୁଅ। ଅତି ମାନସ ରୂପାନ୍ତର ନିୟତି ନିର୍ଦ୍ଦିଷ୍ଟ ହୋଇଛି। ପାର୍ଥିବ ଚେତନାର କ୍ରମ ବିବର୍ତ୍ତନରେ ତାହା ହେବା ଅନିବାର୍ଯ୍ୟ। କାରଣ ଏହି ଚେତନାର ଊର୍ଦ୍ଧ୍ୱମୁଖୀ ଗତି ଶେଷ ହୋଇନାହିଁ। ମନ ତାହାର ସର୍ବୋଚ୍ଚ ଶିଖର ନୁହେଁ। କିନ୍ତୁ ଏହି ପରିବର୍ତ୍ତନ ଯଦ୍ୱାରା ଆସିପାରେ, ରୂପ ଗ୍ରହଣ କରିପାରେ ଏବଂ ଚିରସ୍ଥାୟୀ ହୋଇପାରେ, ସେଥିପାଇଁ ପ୍ରୟୋଜନ ହେଲା ପ୍ରଥମେ ନିମ୍ନରୁ ଆବାହନ ଏବଂ ସେହି ସଙ୍ଗେ ଊର୍ଦ୍ଧ୍ୱରୁ ଜ୍ୟୋତି ଯେତେବେଳେ ଆସି ପ୍ରକଟ ହୁଏ, ସେତେବେଳେ ତାକୁ ଅସ୍ୱୀକାର ନ କରି ସ୍ୱୀକାର କରିବାର ଦୃଢ଼ ସଂକଳ୍ପ। ଆଉ ବି ପ୍ରୟୋଜନ ହେଲା ଉପରୁ ଭଗବାନଙ୍କର ଅନୁମତି। ଯେଉଁ ଶକ୍ତି ଊର୍ଦ୍ଧ୍ୱର ଅନୁମତି ଏବଂ ନିମ୍ନର ଆବାହନ, ଏ ଦୁଇର ମଧ୍ୟବର୍ତ୍ତୀ ହୋଇ ଉଭୟର ଆଦାନ ପ୍ରଦାନ ଘଟାଏ, ତାହା ହିଁ ଭାଗବତୀ ଜନନୀଙ୍କର ସତ୍ତା ଓ ଶକ୍ତି। କୌଣସି ମାନୁଷୀ ପ୍ରୟାସ ବା ତପସ୍ୟା ନୁହେଁ, କେବଳ ମାଙ୍କର ଶକ୍ତି ହିଁ ଆବରଣ ଛିନ୍ନ କରିଦେଇପାରେ, ଆଧାରକୁ ଗଢ଼ିପାରେ। ଏହି ତମିଶ୍ରା ମିଥ୍ୟା ମୃତ୍ୟୁ ଓ ବେଦନାପୂର୍ଣ୍ଣ ଜଗତରେ ଉତାରି ଆଣିପାରେ ସତ୍ୟ, ଜ୍ୟୋତି, ଦିବ୍ୟ ଜୀବନ ଏବଂ ଅମର ଆନନ୍ଦ। Savitri, Book 11, The Book of Everlasting Day, The Soul's Choice,
and the supreme consummation. The spirit shall look out through matter's gaze, and matter shall reveal the spirit's face. Then man and superman shall be at one, and all the earth become a single life. Even the multitude shall hear the voice and turn to commune with the spirit within and strive to obey the high spiritual law. This earth shall stir with impulses sublime. Humanity awake to deepest self, nature and the hidden Godhead recognize. Even the many shall some answer make and bear the splendor of the divine's wrath, and his impetus knock at unseen doors. A heavenlier passion shall upheave men's lives, their minds shall share in the ineffable gleam, their hearts shall feel the ecstasy and the fire. Earth's bodies shall be conscious of a soul. Mortality's bond slaves shall unloose their bonds. Mere man into spiritual beings grow, and see awake the dawn divinity. Intuitive beams shall touch the nature speaks, a revelation stir the nature's depths. The truth shall be the leader of their lives. Truth shall dictate their thought and speech and act. They shall feel themselves lifted nearer to the sky, as if a little lower than the gods. For knowledge shall pour down in radiant streams, and even darkened mind quiver with new life, and kindle and burn with the ideal's fire, and turn to escape from mortal ignorance. The frontiers of the ignorance shall recede. More and more souls shall enter into light. Minds lit, inspired, the occult summoner here, and lives blaze with a sudden inner flame, and heart grow enamored of divine delight, and human wills tuned to the divine will. These separate selves, the spirit's oneness feel. These senses of heavenly sense grow capable. The flesh and nerves of a strange ethereal joy, and mortal bodies of immortality. A divine force shall flow through tissue and cell, and take the charge of breath and speech and act, and all the thoughts shall be a glow of suns, and every feeling a celestial thrill. Often a lustrous inner dawn shall come, lighting the chambers of the slumbering mind. A sudden bliss shall run through every limb, and nature
with a mightier presence fill. Thus shall the earth open to divinity, and common natures feel the wide uplift. Illumine common acts with the Spirit's ray, and meet the deity in common things. Nature shall live to manifest secret God. The Spirit shall take off the human play. This earthly life become the life divine. Om Savitri, Om Savitri, Om Savitri. ତୁମେ ନିର୍ମଳକର ମଙ୍ଗଳକରି ମଳିନତା ଦୂର କର ହେ। ତୁମେ ନିର୍ମଳକର ମଙ୍ଗଳକରି ମଳିନତା ଦୂର କର ହେ। ତୁମ ପୁଣ୍ୟ କିରଣ ଅପସରି ନେଉ ମୋହ କାଳିମା ମୋର ହେ। ମଳିନତା ଦୂର କର ହେ। ତୁମେ ନିର୍ମଳକର ମଙ୍ଗଳକରି ମଳିନତା ଦୂର କର ହେ। ଶୂନ୍ୟ ଲକ୍ଷ ଲକ୍ଷେ ବାସନା ଛୁଟିଛି ଗଭୀର ଅନ୍ଧାରେ। ଶୂନ୍ୟ ରହେ। ଅନଳରେ ଅଛ ଜଳରେ ରହିଛ ମାଟି ନ ଭବନ ସାଗରେ। ମଳିନତା ଦୂର କର ହେ। ତୁମ ପୁଣ୍ୟ କିରଣ ଅପସରି ନେଉ ମୋହ କାଳିମା ମୋର ହେ। ମଳିନତା ଦୂର କର ହେ। ତୁମେ ନିର୍ମଳକର ମଙ୍ଗଳକରି ତୁମେ ନିର୍ମଳକର
ମଙ୍ଗଳ କରି ମଳିନତା ଦୂର କର ହେ, ମଳିନତା ଦୂର କର ହେ, ମଳିନତା ଦୂର କର ହେ। शुभ संध्या। समस्तଙ୍କୁ ମୋର विनम्र प्रणाम। परम जननी श्रीमा परम प्रभु श्री अरविंद, स्वतः सम्मानीय देवीदत्त भाई, सम्मानीय क्षितिश भाई, श्रद्धेय नंदी भाई, आदरणीय रणजीत एवं रसराज भाई, यही कार्यक्रमर समस्त उदार दर्शक एवं श्रोतावृंद तथा श्रद्धा और सम्मानर भौणी एवं भाई माने, सिविल टाउनशिप श्री अरविंद पाठचक्रर यही 15 वार्षिकोत्सव कार्यक्रम को आपण मानकु मो हार्दिक स्वागत करुछि। वर्तमान कोरोना महामारी प्रतिषेधक व्यवस्था संबलित सरकारी निर्देशनामा परिप्रेक्षी रे यही पवित्र उत्सव को यही भली एक नियारा शैली रे अर्थात डिजिटल पाठचक्र माध्यम उपस्थापना पई आमर यह एक क्षुद्र प्रयास। मोर आशा और विश्वास विगत वर्ष मानक भली आमे निश्चय एथिरु उपकृत हेबा। परम सम्मानीय निराकार भाई दिव्य प्रेरणा भार अमूल्य उपस्थिति रे गत 2006 मसीहा एप्रिल 29 यही भली एक रमणीय संध्यार जन्म निये यही सामूहिक पाठचक्र। प्रति रविवार संध्या 6टारे अनुष्ठित हो आसुथिबा यही पाठचक्र को रुद्धिमंत करिमारे जो महान साधकगणकर सहयोग रही आछि सेमानक मध्यरे पूज्य निराकार भाई, पूज्य अनादि भाई, पूज्य भागी भाई, पूजनीय डाक्टर श्यामा कानूनगोपा, सम्माननीय देवीदत्त भाई एवं सम्माननीय भवेश भाई अन्यतम। यही पाठचक्र प्रचेष्टार या भितर अनेक नूतन पाठचक्र उन्मोचित हो सारी जहाँकि अद्यावधि जदिओ नगण्य तार उपस्थिति सदस्य मानकर ता सत्वे यह चालू रही। आम समस्तंकर अति प्रिय देवीदत्त भाई पाठचक्रर शैशवरू वर्तमान कैशोर अवस्था पर्यंत प्रतिटी जन्मदिन अवसर रे सदैव उपस्थित रही पूर्णयोगर साधना संबलित अनेक गूढ़ तत्व को निजर स्वभाव सुलभ तथा हृदयस्पर्शी उपस्थापना माध्यम आम मानक अनुप्राणित करि आछंती, जेउथिपई आमे तांक निकटरे चिरकृतज्ञ रहिबु। वर्तमान आमे आलोचना परिसर को जिबा। आलोचनार विषय वस्तु रही आमे सुरक्षित केवल मां सहित। आमे यदि सांप्रतिक परिस्थिति को लक्ष्य रखिबा सेमिति आगुरी भी आमर एप्रिल 12-13 जो प्रोग्राम थिला रिलीज इंस्टॉलेशन डे भवेश भाई प्रथम वक्तव्य जो थिला विश्वशक्तिर लीला विषय आमे समस्ते उणाधिके या हृदयंगम कलुणी जे एक विश्वशक्तिर लीला मात्र। सर्वोपरि जीवनर परिस्थिति यही भाव में आमको वर्तमान जटिल लगुच एवं तार परिणति विषय आम एत संदिहान हो गलु जे आम सबकि हजई देचु। जमी अमृतर संतान हुई भी आम हर्ष आनंद बदल अश्रु लाभ करुचु। केवल वेदना ही आमर श्रेय हो जाउछि।
ପ୍ରେମ ଘୃଣାରେ ପରିଣତ ହୋଇଯାଉଛି, ସତ୍ୟ ମିଥ୍ୟାରେ ପରିଣତ ହେଉଛି, ଜୀବନକୁ ଯେମିତି ଶାସନ କରୁଛି ମୃତ୍ୟୁ। ଅବଶ୍ୟ ତାପରେ ଦୃଶ୍ୟପଟର ପରିବର୍ତ୍ତନ ହେଉଛି, କିନ୍ତୁ ଜୀବନର ମଞ୍ଜ ଅର୍ଥାତ୍ ଯେଉଁ ମାର୍ମିକ ଅଂଶ ସିଏ ସେଇଭଳି ଭୟପ୍ରଦ ହିଁ ରହିଯାଉଛି। ତେବେ ଉପାୟ କ'ଣ? ଉଦ୍ଧାରିବା ପାଇଁ ବାଟ ଅଛି ନା ନାହିଁ? ଆଜି ଆମେ ଉଣା ଅଧିକେ ଅନୁଭବ କରୁଛୁ ଯଥାର୍ଥରେ ଜୀବନ ବଞ୍ଚିବା ଏକ ଦୁଃସାହସିକ ଅଭିଯାନ, ଯେଉଁଥିପାଇଁ ଲୋଡ଼ା ପ୍ରଚଣ୍ଡ ସାହସ ଏବଂ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସଦା ସ୍ଥିର ଆସ୍ଥା ଓ ବିଶ୍ୱାସ ବି ଦରକାର। ତେବେ ଏପରି ଅପରିସୀମ ସାହସର ଉତ୍ସ କ'ଣ? ଆମ ଯାତ୍ରାକୁ ସୁରକ୍ଷିତ ରଖିବା ପାଇଁ ସର୍ବୋତ୍କୃଷ୍ଟ ଏବଂ ସବୁଠାରୁ ଶକ୍ତିଶାଳୀ ଉପାୟ କ'ଣ? ଚାଲନ୍ତୁ ତେବେ ଶୁଣିବା ଆଜିର ଆଲୋଚ୍ୟ ବିଷୟ, ଆମେ ସୁରକ୍ଷିତ କେବଳ ମାଙ୍କ ସହିତ। ତା ପୂର୍ବରୁ ମୁଁ କେବଳ ଦୁଇଟି କୋଟେସନ୍ ଶ୍ରୀ ଅରବିନ୍ଦଙ୍କର ଏଠି ଉଦ୍ଧାର କରିବି। ଶ୍ରୀ ଅରବିନ୍ଦ କହୁଛନ୍ତି, ଟୁ ବି ଏ yogi, a sannyasi, a tapasvi is not the object here. The object is transformation, and the transformation can only be done by a force infinitely greater than your own. It can only be done by being truly like a child in the hands of the Divine Mother. अर्थात आमे एठी योगी, सन्यासी किंबा तपस्वी करिबा पई बा तांको गढ़िबा पई एठिके आसीनाहु। आम लक्ष्य रहुछि रूपांतर, एवं सही रूपांतर केवल केवल आसीबो निजठारु अपरिसीम अधिक बृहत्तर गोटे शक्ति द्वारा, जहा केवल आसीपारे जदि आमे दिव्य जननी हाथ में निजकू गोटे सरल एवं यथार्थरे गोटे शिशु भली छाड़ी दे परिबा। पुणी कहउचंती, दोज आर द मदर्स चिल्ड्रेन एंड क्लोजेस्ट टू हर हु आर ओपन टू हर, क्लोज टू हर in their inner being, one with her will, not those who come bodily nearest to her. अर्थात सेईमाने ही मां का संतान एवं सेईमाने ही निकटतम संतान, जो माने तांको प्रति मां का प्रति उन्मुक्त, तांको चिंता चेतना रे सबुठु निकटतम, तांको अंतर सत्तारे से माने तांकर निकटतर, तांकर इच्छारे से माने एकीभूत, किंतु सेई माने संतान कुहाजिबनी तांको जो माने केवल स्थूल भाव रे तांको पाखे पाखे रही थांती। तेणु भाई और भौणी माने आमे एई सबु केतोटी जिनिस को हृदयंगम करवा दरकार। एवं वर्तमान जो समस्या आमको अहरह ग्रास करुच्ची, जोठू उद्धारिबा पई आमे बाट खोजुचे अथच पाउने, जदिओ थियोरिटिकाली आमे जानुछु जे भगवान ही एकमात्र पथ, एकमात्र भरोसा, तेबे कहीं के जानी आमे से जिनसटी को अनुभव करि पारु नाहु। आसंतु शुणिबा ताले आलोचना पूज्य देवीदत्त भाई कोठू। सुरक्षित आमे सुरक्षित केवल मां सहित।
आमे सुरक्षित केवल माँ सहित मु वर्तमान पूज्य देवीदत्त भाई को अनुग्रह करुच्ची से आसी तांकर ये विषय पर आमको दिग्दर्शन देवे। देवीदत्त भाई। ओं श्रीमाता शरणं मम श्री अरविंद शरणं मम। स्वतः श्रद्धेय प्रशांत भाई पाठचक्रर वार्षिक उत्सवर यही शुभ अवसर में राउरकेलार समस्त भाई भाई मानू मोर सादर प्रणाम। वास्तविक वर्तमान यही सब कष्टकर संकटमय परिवेश तथा परिस्थितिर ऊर्ध्व को उठी जाई पारिले आमे बेस देखिपर एक दिव्य महाशक्ति यही सबूर शीर्ष रही तांकरी लीला ही केवल मात्र कर चली। जेमिति सूर्यबिंद कहते अज्ञान जगत सकल मध्य यही पृथ्वी ही हेउछि एक अर्थपूर्ण केन्द्र एवं एहार क्रम विवर्तनर धारा संकटपूर्ण किंतु एहाकु मध्य एहार सकल अज्ञान संग्राम अपूर्णता सह विश्वमाता धारण करिसंती। एहाकु भी ताहार गोपन लक्ष्य आड़कू सही महाशक्ति प्रणोदित एवं परिचालित करुछंती। अतएव यह स्पष्ट जे आमर अज्ञान और अपूर्णता प्रसूत समस्त संकट मध्य भी दिव्य जननी आम मानकु धारण करी तांकर निर्धारित लक्ष्य दिगरे अग्रसर कराउछंती। एपरिकी आमर जीवनर परिसीमा भितर को से निजे प्रवेश करी आसी आम जीवनर दिन एवं राति ये सबुगुड़ी को मध्य भिन्न रूप से गढ़ी तोलुछंती। सुंदर वर्णना देकर यार एक वर्णना सावित्री श्रीरमद कहते व्हेन डार्कनेस deepens strangling the earth's breast and man's corporeal mind is the only lamp, as a thief's in the night shall be the covered tread of one who steps unseen into his house। अर्थात पृथ्वीर छाती को चिपी धरी अंधकार जेतेबेले घनई आसे एवं से घन अंधकार भितर एकमात्र आलोकवर्तिका रूपे जितेबले मनीषर ई स्थूल मनटी ही केवल मात्र रही थाए। अर्थात मनीषर स्थूल मनर संक्षिप्त आलोकटी जितेबले से घन अंधकार को भेद करिपारु नथाए सेतेबेले अश्रुत पदक्षेप रात्रि रे तस्कर प्राय भगवान आमर गृह मध्य को अर्थात आम भीतर को पशि आसती एवं जेतेबेले आम भीतर को दिव्य जननी प्रवेश करी आसंती सेतेबेले कौन सब घटे आम पाई ए चार्म एंड स्वीटनेस ओपन लाइफ्स क्लोज्ड डोर्स एक जादू एक माधुर्य आम जीवनर बंद द्वार सबको खोली धरे एवं तत्संगे संगे द ट्रुथ लाइट कैप्चर नेचर बाय सरप्राइज। सत्यर ज्योति समग्र प्रकृति को अकस्मात अधिकार करिनिए एवं अर्थ ग्रो अनएक्सपेक्टेडली डिवाइन पृथ्वी आसादित रूपे देवत्व रे बढ़ी उठे। सेतेबेले आम मानकर राति गुड़िक तारकापुंजर विजय गीतिका को शुणी जागी उठिला परी होई जांती। नाइट शैल अवेक टू द एंथेम ऑफ द स्टार्स एवं आमर दिवस गुड़िक द डेज बिकम ए हैप्पी पिलग्रिम मार्च। दिन सबू आमर एक सुखमय तीर्थयात्रा रे परिणत हो जाती। जीवन भितर को अंधकार और अज्ञान किपरि प्रवेश करिछि सावित्री रे श्री अरविंद किंतु जीवनर यही अंधकारर कारण खोजवाक जाई रात्रिर गर्भ भितर को अवतरण करती
ଅଶ୍ୱପତିଙ୍କ ରୂପରେ ଏବଂ ଚମତ୍କାର ଭାବରେ ତାର ବର୍ଣ୍ଣନା କରନ୍ତି ତାଙ୍କରି ମହାକାବ୍ୟ ସାବିତ୍ରୀରେ। ଲାଇଫ୍ ଲୁକ୍ଡ ଆଟ୍ ହିମ୍ with changed and sombre eyes। ଏକ ଘୋରବର୍ଣ୍ଣ ଓ ନିଷ୍ପ୍ରଭ ଆଖିରେ ଜୀବନ ଦେବତା ଦୃଷ୍ଟିପାତ କରୁଛନ୍ତି ଅଶ୍ୱପତିଙ୍କ ଉପରେ। ଅଶ୍ୱପତି ଦେଖୁଛନ୍ତି ଜୀବନକୁ ଏବଂ ଜୀବନ ଯେତେବେଳେ ଅଶ୍ୱପତିଙ୍କୁ ଦେଖୁଛି, ହର୍ ବିୟୁଟି ହି ସ ଆଣ୍ଡ ଦି ୟର୍ନିଂ ହାର୍ଟ ଇନ୍ ଥିଙ୍ଗସ୍। ଅଶ୍ୱପତି ଦେଖୁଛନ୍ତି, ଦେଖିଲେ ସେ ତାହାର ଜୀବନର ସୌନ୍ଦର୍ଯ୍ୟ ଏବଂ ଉତ୍ସୁକ ହୃଦୟଟି ବସ୍ତୁର ଅନ୍ତରରେ, ଦ୍ୟାଟ୍ ୱିଥ୍ ଏ ଲିଟଲ୍ ହାପିନେସ୍ ଇଜ୍ କଣ୍ଟେଣ୍ଟ, ଯିଏକି ସାମାନ୍ୟ ସୁଖରେ ପରିତୃପ୍ତ ହୋଇ ରହିଛି ଯେଉଁ ଜୀବନ। ପୁଣି ସେ ଦେଖୁଛନ୍ତି ହି ସ ହର୍ ଗୋଲ୍ଡ ସନଲାଇଟ୍ ଆଣ୍ଡ ହର୍ ଫାର୍ ବ୍ଲୁ ସ୍କାଏ। ଦେଖୁଛନ୍ତି ସେ ଜୀବନଧାରାର ହିରଣ୍ମୟ ସୂର୍ଯ୍ୟାଲୋକ, ତାର ସୁଦୂର ନୀଳ ଆକାଶ, ହର୍ ଗ୍ରୀନ୍ ଲିଭ୍ସ ଆଣ୍ଡ ହ୍ୟୁ ଆଣ୍ଡ ସେଣ୍ଟ ଅଫ୍ ଫ୍ଲାୱାର୍ସ। ତାର ପତ୍ରରାଜିର ସବୁଜ ଶୋଭା, ତାର ଫୁଲର ବର୍ଣ୍ଣ ଏବଂ ଗନ୍ଧ, ଏ ସମସ୍ତକୁ ସେ ଦେଖୁଛନ୍ତି। ଆଣ୍ଡ ଦି ଚାର୍ମ ଅଫ୍ ଚିଲଡ୍ରେନ୍ ଆଣ୍ଡ ଦି ଲଭ୍ ଅଫ୍ ଫ୍ରେଣ୍ଡସ୍। ଶିଶୁଙ୍କର ମାଧୁର୍ଯ୍ୟ, ବନ୍ଧୁ ପରିଜନଙ୍କର ଭଲ ପାଇବା। ଆଣ୍ଡ ଦି ବିୟୁଟି ଅଫ୍ ଓମେନ୍ ଆଣ୍ଡ କାଇଣ୍ଡଲି ହାର୍ଟସ୍ ଅଫ୍ ମେନ୍। ରମଣୀର ସୌନ୍ଦର୍ଯ୍ୟ, ମଣିଷମାନଙ୍କର କୋମଳ ହୃଦୟ, ଏ ସବୁକୁ ଦେଖୁଛନ୍ତି ଅଶ୍ୱପତି। ଜୀବନର ଏତେ ସବୁ ମଧୁରତା ସତ୍ତ୍ୱେ ଜୀବନର ଅନ୍ୟ ଏକ ଦିଗକୁ ମଧ୍ୟ ଦେଖନ୍ତି ଅଶ୍ୱପତି, ଯାହା ଭିତର ଦେଇକରି ବର୍ତ୍ତମାନ ଆମମାନଙ୍କର ଜୀବନର ଗତିଧାରା ପ୍ରବାହିତ ହେଉଛି। ତାପରେ ଲେଖୁଛନ୍ତି ଶ୍ରୀଅରବିନ୍ଦ, ବଟ୍ so too the dreadful powers that drive her moods। ତଥାପି ଅଶ୍ୱପତି ଦେଖୁଛନ୍ତି ଆହୁରି ଭୀତିକର ଶକ୍ତିମାନେ ପରିଚାଳିତ କରୁଛନ୍ତି ଜୀବନଧାରାର ମୁଡ୍ସକୁ, ତାର ଇଚ୍ଛାଗୁଡ଼ିକୁ। ଫେଟ୍ ୱେଟିଂ ଅନ୍ ଦି ଅନସିନ୍ ଷ୍ଟେପ୍ସ ଅଫ୍ ମେନ୍। ଦେଖନ୍ତି ସିଏ ନିୟତି ଅପେକ୍ଷା କରେ ନେପଥ୍ୟରେ ମନୁଷ୍ୟର ଅଦୃଶ୍ୟ ପଦକ୍ଷେପ ପାଇଁ। ଆଣ୍ଡ ହର୍ ଇଭିଲ୍ ଆଣ୍ଡ ସରୋ ଆଣ୍ଡ ଲାଷ୍ଟ ଗିଫ୍ଟ ଅଫ୍ ଡେଥ୍। ଏବଂ ଦେଖନ୍ତି ତାର ପାପ, ତାର ଦୁଃଖ, ତାର ଶେଷ ଦାନ ମୃତ୍ୟୁ। ଆହୁରି ଦେଖୁଛନ୍ତି ଅଶ୍ୱପତି କିପରି ଆମର ପ୍ରଗତି ହିଁ ଆମର ମୃତ୍ୟୁର ପରିବେଶକ ହୋଇଯାଇଛି। କରପ୍ଟିଂ ୱାଚ୍ ଫର୍ ଲାଇଫ୍ସ ମ୍ୟାଚୁରିଟି। ଚାଲନ୍ତି ଦେଖି ଦେଖି ଜୀବନର ପରିଣତି କରେ କଳୁଷିତ। ଆଣ୍ଡ ମେଡ୍ ଟୁ ରଟ୍ ଦି ଫୁଲ୍ ଗ୍ରେନ୍ ଅଫ୍ ଦି ସୋଲ୍। ଏବଂ ଅନ୍ତରାତ୍ମାର ପୂର୍ଣ୍ଣ ବୀଜକୁ ସଢ଼ିବାକୁ ଦେଉଛି ସିଏ। ଏବଂ ତାପରେ ଯେଉଁଠି ପ୍ରୋଗ୍ରେସ୍ ବିକେମ୍ ଏ ପରଭେୟର ଅଫ୍ ଡେଥ୍, ପ୍ରଗତି ହୋଇଯାଉଛି ମୃତ୍ୟୁର ପରିବେଶକ। ପୁଣି ଦି ଇଗୋ ବ୍ୟାଟେଣ୍ଡ ଅନ୍ ରାଇଟସନେସ୍ ଆଣ୍ଡ ସିନ୍। ଅହଂ ଆପଣାକୁ ପରିପୁଷ୍ଟ କରୁଛି ଧର୍ମର ମାନ୍ୟତା ଏବଂ ପାପର ଆଶ୍ରୟ ନେଇ। ଆଣ୍ଡ ଇଚ୍ ବିକେମ୍ ଆନ୍ ଇନଷ୍ଟ୍ରୁମେଣ୍ଟ ଅଫ୍ ହେଲ୍। ଏବଂ ପ୍ରତ୍ୟେକ ହୋଇ ଉଠୁଛନ୍ତି ନର୍କର ଏକ ଏକ ସାଧନ। The old simple delights were left to lie on the wasteland of life's descent tonight। The old simple delights were left to lie on the wasteland of life's descent tonight। ଜୀବନଧାରା ଯେଉଁଠି ରାତ୍ରିର ଗର୍ଭକୁ ଓହ୍ଲାଇ ଯାଇଛି, ସେହି ଉଷର ନିସଙ୍ଗ ପ୍ରାନ୍ତରରେ ପ୍ରାଚୀନ ସହଜ ଆନନ୍ଦ ସକଳ ଫିଙ୍ଗା ହୋଇ ପଡ଼ି ରହିଛନ୍ତି। ଅଲ୍ ଗ୍ଲୋରି ଅଫ୍ ଲାଇଫ୍ ୱାଜ୍ ଡିମ୍ଡ। ଅଲ୍ ଗ୍ଲୋରି ଅଫ୍ ଲାଇଫ୍ ୱାଜ୍ ଡିମ୍ଡ ଟାର୍ନିସ୍ଡ ୱିଥ୍ ଡାଉଟ୍। ଜୀବନର ସବୁ ମହିମା
ଯେମିତି ସ୍ତିମିତ ହୋଇଯାଉଛି। ଅଲ୍ ବିୟୁଟି ଏଣ୍ଡେଡ୍ ଇନ୍ ଆନ୍ ଏଜିଂ ଫେସ୍। ସକଳ ସୌନ୍ଦର୍ଯ୍ୟ ଏକ ଜରାଗ୍ରସ୍ତ ମୁଖମଣ୍ଡଳରେ ଯେମିତି ପରିଣତ ହୋଇଛି। ତାପରେ ପୁଣି କ'ଣ ହେଉଛି ନା ଆନନ୍ଦକୁ ଯେତେବେଳେ ସେ ଖୋଜିବାକୁ ଯାଉଛି ଜୀବନ, ସେତେବେଳେ କ'ଣ ହେଇଛି? ଦି ଚେଜ୍ ଅଫ୍ ଜୟ ୱାଜ୍ ନାଉ ଏ ଟାୟାର୍ଡ ହଣ୍ଟ। ଆନନ୍ଦର ଅନୁଧାବନ ବର୍ତ୍ତମାନ ହୋଇଛି ଏକ ଶ୍ରାନ୍ତିକର ଶିକାର ଯାତ୍ରା ଭଳି। ଶିକାର ଯାତ୍ରା କ୍ଳାନ୍ତିକର ଯେଉଁ ଶିକାର କରିବାକୁ ଯାଆନ୍ତି ଟାୟାର୍ଡ ହଣ୍ଟ, ସେଇଭଳି ହେଇଯାଇଛି ବର୍ତ୍ତମାନ ଆନନ୍ଦକୁ ଖୋଜିବା। ଏବଂ ଅଲ୍ ନଲେଜ୍ ୱାଜ୍ ଲେଫ୍ଟ ଏ କ୍ୱେଶ୍ଚିନିଂ ଇଗ୍ନୋରାନ୍ସ। ଜ୍ଞାନ ପରିଣତ ହୋଇଛି ଏକ କ୍ୱେଶ୍ଚିନିଂ ଇଗ୍ନୋରାନ୍ସ ବା ଏକ ଜିଜ୍ଞାସୁ ଅଜ୍ଞାନରେ। ଅନ୍ଧକାର ଏବଂ ଅଜ୍ଞାନତାର ଗଭୀରକୁ ପ୍ରବେଶ କରି ଅଶ୍ୱପତି ଆସି ଏଭଳି ଏକ ରାଜ୍ୟରେ ପ୍ରବେଶ କରୁଛନ୍ତି ଯାହାକି ଏବେ ବି ଯଥାଯଥ ଭାବରେ ନିର୍ମିତ ହୋଇନାହିଁ ଏବଂ ଏବେ ବି ସିଏ କାହା ଅଧିକାରରେ ମଧ୍ୟ ନାହିଁ। ଗୋଟେ ନୋ ମ୍ୟାନ୍ସ ଲ୍ୟାଣ୍ଡ ପାଖରେ ଆସିକରି ଅଶ୍ୱପତି ପହଞ୍ଚି ଯାଉଛନ୍ତି। ଏ ଟ୍ରାକ୍ଟ ହି ରିଚ୍ଡ ଅନବିଲ୍ଡ ଆଣ୍ଡ ଓନ୍ଡ ବାଇ ନନ୍। ଇଟ୍ ୱାଜ୍ ଏ ନୋ ମ୍ୟାନ୍ସ ଲ୍ୟାଣ୍ଡ ଅଫ୍ ଇଭିଲ୍ ଏୟାର। ମାନବ ବର୍ଜିତ ସେ ରାଜ୍ୟ ଯିଏକି ଲ୍ୟାଣ୍ଡ ଅଫ୍ ଇଭିଲ୍ ଏୟାର, କଳୁଷିତ ପବନରେ ଭରି ହେଇକି ରହିଛି। ଏ ବର୍ଡର ଲ୍ୟାଣ୍ଡ ବିଟୱିନ୍ ଦି ୱାର୍ଲଡ ଆଣ୍ଡ ହେଲ୍। ଏକ ସୀମାନ୍ତ ପ୍ରଦେଶ ଜଗତ ଓ ନରକର ମଧ୍ୟସ୍ଥଳରେ। ଦେୟାର ଅନରିଅଲିଟି ୱାଜ୍ ନେଚର୍ସ ଲର୍ଡ। ସେଠି କ'ଣ ହେଇଛି? ଅସତ୍ ହେଇଛି ସେଠି ପ୍ରକୃତିର ପ୍ରଭୁ। ଅସତ୍ ହେଉଛି ସେଠାରେ ପ୍ରକୃତିର ପ୍ରଭୁ। ଏ ଭାଷ୍ଟ ଡିସେପସନ୍ ୱାଜ୍ ଦି ଲ ଅଫ୍ ଥିଙ୍ଗସ୍। ଲ ଅଫ୍ ଥିଙ୍ଗସ୍, ବସ୍ତୁର ଯେଉଁ ବିଧାନ, ବସ୍ତୁର ଯେଉଁ ସ୍ୱଧର୍ମ, ବିପୁଳ କପଟତା ହିଁ ହେଇଯାଇଛି ବସ୍ତୁର ସ୍ୱଧର୍ମ। ଓନ୍ଲି ବାଇ ଦ୍ୟାଟ୍ ଡିସେପସନ୍ ଦେ କୁଡ୍ ଲିଭ୍। କପଟତାର ଆଶ୍ରୟରେ ଖାଲି ଚାଲିଛି ଜୀବନ ତାଙ୍କର। ଦି ଫଲସହୁଡ୍ ଅଫ୍ ଦି ଫର୍ମସ୍ ଦିସ୍ ନେଚର ଟୁକ୍। ଦିସ୍ ନେଚର ଟୁକ୍ ଦି ଫଲସହୁଡ୍ ଅଫ୍ ଦି ଫର୍ମସ୍। ପ୍ରକୃତି ଧରିଛି ଯେତେ ସବୁ ମିଥ୍ୟାର ରୂପରାଜିକୁ। ଇଚ୍ ରେନବୋ ବ୍ରିଲିଆନ୍ସ ୱାଜ୍ ଏ ସ୍ପ୍ଲେଣ୍ଡିଡ୍ ଲାଏ। ସେ ଜାଗାରେ ଏମିତି ସବୁ ରୂପଗୁଡ଼ିକ, ଏମିତି ସବୁ ମିଥ୍ୟାର ରୂପଗୁଡ଼ିକୁ ପ୍ରକୃତି ଧରିଛି। ଫଳତଃ କ'ଣ ହେଇଛି ସେଠି? ପ୍ରତ୍ୟେକଟି ବ୍ରିଲିଆନ୍ସ ରେନବୋ, ଏକଦମ ଜାଜଲ୍ୟମାନ ପ୍ରଜ୍ୱଳ ଇନ୍ଦ୍ରଧନୁ, ସେ ହେଇଯାଇଛନ୍ତି ଗୋଟିଏ ଗୋଟିଏ ସ୍ପ୍ଲେଣ୍ଡିଡ୍ ଲାଏ, ଗୋଟିଏ ଗୋଟିଏ ପ୍ରଜ୍ୱଳ ମିଥ୍ୟା। ଏବଂ ଜୟ ନର୍ଚର୍ଡ ଟିୟର୍ସ and good and evil proved. Joy nurtured tears. ହର୍ଷ ବା ଆନନ୍ଦ ପୋଷଣ କରୁଛି ଅଶ୍ରୁବିନ୍ଦୁକୁ। ଶ୍ରେୟ ହୋଇଯାଉଛି ହେୟ ରୂପେ। ଗୁଡ୍ ଆଣ୍ଡ ଇଭିଲ୍ ପ୍ରୁଭ୍ଡ। ଜୟ ନର୍ଚର୍ଡ ଟିୟର୍ସ ଆଣ୍ଡ ଗୁଡ୍ ଆଣ୍ଡ ଇଭିଲ୍ ପ୍ରୁଭ୍ଡ। ଅଶ୍ରୁ ବା ଲୁହକୁ ପୋଷଣ କରୁଛି ଆନନ୍ଦ ଏବଂ ଶ୍ରେୟ ହେଇଯାଉଛି ହେୟ ଭଳିଆ। ଲଭ୍ ଏଣ୍ଡେଡ୍ early in hate, delight killed with pain.
ପ୍ରେମର ପରିଣତି ବା ପରିଣାମ ସେତେବେଳେ ଘୃଣାରେ, ଆଉ ଆନନ୍ଦ ଡିଲାଇଟ୍ କିଲ୍ଡ ୱିଥ୍ ପେନ୍, ଆନନ୍ଦ ନିହତ ହୋଇଯାଉଛି ବେଦନାରେ। ପ୍ରେମର ପରିଣତି ବା ଲଭ୍ ଏଣ୍ଡେଡ୍ ଏର୍ଲି ଇନ୍ ହେଟ୍, ପ୍ରେମର ପରିଣତି ହେଉଛି ଘୃଣା, ଆଉ ଆନନ୍ଦ ନିହତ ହେଉଛି ବେଦନାରେ। ଏଇଭଳିଆ ଗୋଟେ ରାଜ୍ୟର କଥା ବର୍ଣ୍ଣନା କରୁଛନ୍ତି ଯେଉଁଠି ଜୀବନ ଚାଲିଛି। କହିବାକୁ ଗଲେ ଆମମାନଙ୍କର ଜୀବନ ସହିତ ବହୁତ ସିମିଲାରିଟି ରଖୁଛି ଏଇ ଯେଉଁ ଜୀବନକୁ ଦେଖୁଛନ୍ତି ଅଶ୍ୱପତି। ଟ୍ରୁଥ୍ ଇଣ୍ଟୁ ଫଲ୍ସିଟି ଗ୍ରିଉ ଆଣ୍ଡ ଡେଥ୍ ରୁଲ୍ଡ ଲାଇଫ୍। ପୁଣି କ'ଣ ହେଇଛି? ସତ୍ୟ ବଢ଼ି ଉଠେ ମିଥ୍ୟାରେ, ଟ୍ରୁଥ୍ ଇଣ୍ଟୁ ଫଲ୍ସିଟି ଗ୍ରିଉ ଆଣ୍ଡ ଡେଥ୍ ରୁଲ୍ଡ ଲାଇଫ୍। ଜୀବନକୁ ଶାସନ କରୁଛି ମୃତ୍ୟୁ। ଏ ପାୱାର ଦ୍ୟାଟ୍ ଲାଫ୍ଟ ଆଟ୍ ଦି ମିସଚିଫ୍ସ ଅଫ୍ ଦି ୱାର୍ଲଡ। ଏଇଠି କ'ଣ ହେଇଛି ନା ଏମିତି ଏକ ଶକ୍ତି ରହିଛି ଜଗତର ଏଇ ଯେଉଁ ମିସଚିଫ୍ ଅଫ୍ ଦି ୱାର୍ଲଡ, ସେଇ ଜଗତର ଯେଉଁ ସବୁ ଦୁର୍ଯୋଗ, ସେ ଦୁର୍ଯୋଗରେ ସେ ହସୁଛି। ଏ ପାୱାର ଦ୍ୟାଟ୍ ଲାଫ୍ଟ ଆଟ୍ ଦି ମିସଚିଫ୍ସ ଅଫ୍ ଦି ୱାର୍ଲଡ। ଜଗତର ଦୁର୍ଯୋଗକୁ ଏମିତି ଦେଖିକରି ଗୋଟେ ଶକ୍ତି ରହିଛି, ସେ ହସୁଛି। ଏଇଭଳି ଅବସ୍ଥାରେ ଅଶ୍ୱପତିଙ୍କର ସନ୍ଧାନ ଆଉ ଏକ ଭିନ୍ନ ଦିଗକୁ ଗତି କରୁଛି। ଚମତ୍କାର ଭାବରେ ସୁନ୍ଦର ଶବ୍ଦର ସଂଯୋଜନା କରିକିରି ସୁନ୍ଦର ବର୍ଣ୍ଣନା କରୁଛନ୍ତି। ଦେନ୍ ଦି ସିନ୍ ଚେଞ୍ଜଡ୍। ତାପରେ ହେଉଛି ଦୃଶ୍ୟପଟର ପରିବର୍ତ୍ତନ। ଦୃଶ୍ୟପଟର ପରିବର୍ତ୍ତନ ସିନା ହେଇଯାଉଛି, ବଟ୍ କେପ୍ଟ ଇଟ୍ସ ଡ୍ରେଡଫୁଲ୍ କୋର୍। କିନ୍ତୁ ତାର ଯେଉଁ କୋର୍ଟା, ତା କୋର୍ ବା ତାର ଯେଉଁ ଭିତର ମର୍ମ ଦେଶଟି ସେମିତି ରହିଯାଉଛି ଡ୍ରେଡଫୁଲ୍ ହେଇକରି, ଭୀତି ଭୟପ୍ରଦ ହେଇକି ରହୁଛି। ମର୍ମ ଦେଶଟି ସେହିପରି ରହିଯାଉଛି ଭୀତିପ୍ରଦ ଭାବରେ। ଅଲ୍ଟରିଂ ଇଟ୍ସ ଫର୍ମ ଦ ଲାଇଫ୍ ରିମେନ୍ ଦି ସେମ୍। କ'ଣ ହେଉଛି ନା ଅଲ୍ଟରିଂ ଇଟ୍ସ ଫର୍ମ, ରୂପ ଖାଲି ଭିନ୍ନ ହେଇଯାଉଛି। ରୂପ ଖାଲି ଭିନ୍ନ ହେଲା, ପ୍ରାଣ ବା ଜୀବନ ସେଇ ଏକା ଭଳି ରହିଗଲା। ଅଲ୍ଟରିଂ ଇଟ୍ସ ଫର୍ମ ଦ ଲାଇଫ୍ ରିମେନ୍ ଦି ସେମ୍। ଏ କ୍ୟାପିଟାଲ ୱାଜ୍ ଦେୟାର ୱିଦାଉଟ୍ ଏ ଷ୍ଟେଟ୍। ଏମିତି ଗୋଟିଏ ସେ ରାଜ୍ୟ, ରାଜଧାନୀ ଅଛି କିନ୍ତୁ ରାଜ୍ୟ ନାହିଁ। ଯେମିତି ଏମିତି ଗୋଟେ ନୋ ମ୍ୟାନ୍ସ ଲ୍ୟାଣ୍ଡ, ଏଭଳି ଗୋଟେ ଜୀବନ ଭିତରକୁ ସେ କହୁଛନ୍ତି। ଏମିତି ଦୃଶ୍ୟପଟର ପରିବର୍ତ୍ତନ ହେଉଛି ସତ, କିନ୍ତୁ ତାର ଭିତରର କୋର୍ଟା, ଭିତରର ଯେଉଁ ମର୍ମ ସ୍ଥଳଟି ସେମିତି ଅପରିବର୍ତ୍ତନୀୟ ରହୁଛି, ସେମିତି ଭୟଙ୍କର ଡ୍ରେଡଫୁଲ୍ ହେଇକି ରହୁଛି। ଖାଲି ରୂପ ହେଇଯାଉଛି ସିନା ଭିନ୍ନ, କିନ୍ତୁ ପ୍ରାଣ ବା ଜୀବନ ସେଇ ଏକା ଭଳି ହେଇକି ରହୁଛି। ରାଜଧାନୀ ଅଛି, ରାଜ୍ୟ ନାହିଁ। ଇଟ୍ ହ୍ୟାଡ୍ ନୋ ରୁଲର, ଓନ୍ଲି ଗ୍ରୁପ୍ସ ଦ୍ୟାଟ୍ ଷ୍ଟ୍ରୋକ୍। ରାଜା ନାହାନ୍ତି, କେବଳ ରହିଛନ୍ତି ବିବାଦମାନ ସବୁ ଦଳଗୁଡ଼ିକ। ହି ସ ଏ ସିଟି ଅଫ୍ ଆନ୍ସିଏଣ୍ଟ ଇଗ୍ନୋରାନ୍ସ। ଦେଖୁଛନ୍ତି ଅଶ୍ୱପତି, ସେ ଦେଖିଲେ ସନାତନ ଆଦିମ ଅଜ୍ଞାନର ଏକ ନଗର, ଯିଏକି ଫାଉଣ୍ଡେଡ୍ ଅପନ୍ ଏ ସଏଲ୍ ଦ୍ୟାଟ୍ ନ୍ୟୁ ନଟ୍ ଲାଇଟ୍। ଆଲୋକ ବିହୀନ ଗୋଟିଏ ମାଟି ଉପରେ ସିଏ ଫାଉଣ୍ଡେଡ୍, ତାରି ଉପରେ ଠିଆ ହେଇଛି। ଦେୟାର ଇଜ୍ ଇନ୍ ହିଜ୍ ଓନ୍ ଡାର୍କନେସ୍ ୱାକ୍ଡ ଏଲୋନ୍। ଆଲୋକ ବିହୀନ ଗୋଟାଏ ମାଟି ଉପରେ ଠିଆ ହେଇଛି ଯେଉଁ ନଗର, ସେଠି ପ୍ରତ୍ୟେକ ଚାଲିଛନ୍ତି ନିସଙ୍ଗ ଭାବରେ ନିଜ ନିଜର ଅନ୍ଧକାର ମଧ୍ୟରେ। ଯେହେତୁ
ଅଜ୍ଞାନର ଏକ ନଗର। ଯେହେତୁ ଅଜ୍ଞାନର ନଗରଟି ଆଲୋକବିହୀନ ଅନ୍ଧକାରପୂର୍ଣ୍ଣ ଗୋଟିଏ ସଏଲ୍ ଉପରେ ଫାଉଣ୍ଡେଡ୍ ଅପନ୍ ଏ ସଏଲ୍ ଦ୍ୟାଟ୍ ନ୍ୟୁ ନଟ୍ ଲାଇଟ୍, ଏମିତି ଏକ ମାଟି ଉପରେ ଅଧିଷ୍ଠିତ ରହିଛି ଯେଉଁ ମାଟି ଆଲୋକ ଜାଣେ ନାହିଁ, ଆଲୋକବିହୀନ। ସେଠି ପ୍ରତ୍ୟେକ ଚାଲିଛନ୍ତି ନିଃସଙ୍ଗ ଭାବରେ, ୱାକ୍ଡ ଏଲୋନ୍, ନିଃସଙ୍ଗ ଭାବରେ ନିଜ ନିଜର ଅନ୍ଧକାର ମଧ୍ୟରେ। ଟୁ ଲିଭ୍ ଇନ୍ ଦେୟାର ଓନ୍ ୱେ ଫର୍ ଦେୟାର ଓନ୍ ସେଲ୍ସ। କାହିଁକି? ପ୍ରତ୍ୟେକ ଚାଲିଛନ୍ତି ଆପଣା ବାଟରେ, ଆପଣାର ନିଜ ନିଜର ସ୍ୱାର୍ଥ ପାଇଁ। ଭାଇ ଭଉଣୀମାନେ, ଜୀବନ ଏମିତି ଭାବରେ ଆମର ଚାଲିଛି, ଯେଉଁଠି ଆଲୋକ ନାହିଁ, ଯେଉଁଠି ଜ୍ଞାନ ନାହିଁ, ସେସବୁ ଲୁଚି ଯାଇଛି ଏବଂ ସମସ୍ତେ ପ୍ରତ୍ୟେକ ଅନ୍ଧକାର ମଧ୍ୟରେ ଚାଲିଛନ୍ତି ଏବଂ ନିଜ ବାଟରେ ନିଜ ନିଜର ସ୍ୱାର୍ଥ ପାଇଁ ସମସ୍ତେ ଦୌଡ଼ିଛନ୍ତି। ସେହି ଜୀବନ ଭିତରେ କହିବାକୁ ଗଲେ ଆମମାନଙ୍କର ବର୍ତ୍ତମାନର ଜୀବନ ମଧ୍ୟ ଉଣାଧିକେ ଏମିତି ଗୋଟେ ଅବସ୍ଥାରେ ରହିଛି। ପୁଣି ସୁରେନ୍ଦ୍ର ସେଠି କହୁଛନ୍ତି ଅହଂ ସେଠି ରହିଛି। ଦେୟାର ଇଗୋ ୱାଜ୍ ଲର୍ଡ ଅପନ୍ ହିଜ୍ ପିକକ୍ ସିଟ୍। ଅଜ୍ଞାନତାର ଏକ ନଗର, ତା ଭିତରେ ଅନ୍ଧକାର ହିଁ ଅନ୍ଧକାର। ପ୍ରତ୍ୟେକ ସେହି ଅନ୍ଧକାର ଭିତରେ ମାତିଛନ୍ତି, ସେହି ଅନ୍ଧକାର ଭିତରେ ଚାଲିଛନ୍ତି ଏବଂ କେବଳ ସ୍ୱାର୍ଥ ପଛରେ ହିଁ ସମସ୍ତେ ଦୌଡ଼ୁଛନ୍ତି। ଅହଂ ସେଠି ପ୍ରଭୁ ରୂପେ ବସିଛି ମୟୂର ସିଂହାସନ ଉପରେ। ଦି ଇଗୋ ୱାଜ୍ ଲର୍ଡ ଅପନ୍ ହିଜ୍ ପିକକ୍ ସିଟ୍ ଆଣ୍ଡ ଫଲ୍ସହୁଡ୍ ସାଟ୍ ବାଇ ହିମ୍। ଯେଉଁଠି ଅହଂ ବସିଛି ପ୍ରଭୁ ହେଇକରି ମୟୂର ସିଂହାସନ ଉପରେ, ମିଥ୍ୟା ତା ଜାଗାରେ ବସିଛି, ତା ସାଇଡ଼ରେ ବସିଛି। ମିଥ୍ୟା କେମିତି ବସିଛି, କେମିତି ହେଇକି ବସିଛି? ହିଜ୍ ମେଟ୍ ଆଣ୍ଡ କୁଇନ୍, ତାର ରାଣୀ ରୂପରେ ଏବଂ ତାର ସାଥୀ ରୂପରେ, ତାର ସହଚରୀ ରୂପରେ। ଇଗୋ ୱାଜ୍ ଲର୍ଡ ଅପନ୍ ହିଜ୍ ପିକକ୍ ସିଟ୍ ଆଣ୍ଡ ଫଲ୍ସହୁଡ୍ ସାଟ୍ ବାଇ ହିମ୍ ହିଜ୍ ମେଟ୍ ଆଣ୍ଡ କୁଇନ୍। ଅହଂ ସେଠାରେ ଯେଉଁଠି ପ୍ରଭୁ ରୂପେ ଆସିନ ମୟୂର ସିଂହାସନ ଉପରେ, ପାଖରେ ତାର ଅଛି ମିଥ୍ୟା ତାର ସାଥୀ ରୂପରେ ଏବଂ ତାର ରାଣୀ ରୂପରେ। ମିଥ୍ୟାକୁ ସିଏ ସାଥୀ କରିଛି। ଅହଙ୍କାର ଯଦି ମିଥ୍ୟାକୁ ସାଥୀ କଲା ଏବଂ ରାଜ୍ୟ ଯଦି ହେଲା ଅଜ୍ଞାନ ଆଉ ଅନ୍ଧକାର ଭିତରେ ପରିବେଶିତ, ତାହେଲେ ସେଠି ଯାହା ଘଟିବା କଥା ସେଇଆ ହିଁ ଘଟୁଛି। The world turned to them as heaven to truth and God. ସ୍ୱର୍ଗ ଯେମିତି ପରମ ସତ୍ୟ ଆଉ ଭଗବାନଙ୍କ ଆଡ଼କୁ ଅନେଇ ରହିଥାଏ, ସମଗ୍ର ବିଶ୍ୱ ସେମିତି ସେଇମାନଙ୍କ ଆଡ଼କୁ ଅନେଇ ରହିଛି। କେଉଁମାନଙ୍କ ଆଡ଼କୁ? ନା ସେଇ ଅହଙ୍କାର ଯେଉଁ ବସିଛି ମୟୂର ସିଂହାସନ ଉପରେ। ଅଜ୍ଞାନ ତାର ବା ମିଥ୍ୟା ତା ପାଖରେ ଯେଉଁ ସାଥୀ ହେଇକି ସହଚର ହେଇକି ବସିଛି, ସେଇମାନଙ୍କ ଆଡ଼କୁ ସମଗ୍ର ବିଶ୍ୱ ଯେମିତି ଅନେଇ ରହିଛି। ପୁଣି କ'ଣ ହେଇଛି ସେଠାରେ? ରିଲିଜନ୍ ସାଟ୍ ଅପନ୍ ଏ ବ୍ଲଡଷ୍ଟେନ୍ ଥ୍ରୋନ୍। ରିଲିଜନ୍ ବା ଧର୍ମ, ଧର୍ମ ବା ଧର୍ମବାଦ ଆସିନ ସେଠାରେ ଏକ ରକ୍ତରଞ୍ଜିତ ସିଂହାସନ ଉପରେ। ବ୍ଲଡଷ୍ଟେନ୍ଡ ଥ୍ରୋନ୍, ବ୍ଲଡଷ୍ଟେନ୍ ଥ୍ରୋନ୍ ଉପରେ ବସିଛି ଧର୍ମ ବା ଧର୍ମବାଦ। ଧର୍ମକୁ ନେଇକରି ଯେତେ ସବୁ ସଂଘର୍ଷ, ଯେତେ ସବୁ ରକ୍ତପାତ ଚାଲିଛି। ପୁନଶ୍ଚ ଦି ଆଇଡିଆଲ ୱାଜ୍ ଏ ସିନିକ୍ ridicules but ଆଇଡିଆଲ ବା ଆଦର୍ଶ
आदर्श सेठारे कौन ହେଇଛି ना सिनिक रिडिकुल्स बट नास्तिकर गोटे उपहासर वस्तु आदर्श सेठी नास्तिकर उपहासर वस्तु आदर्श को कहीं पचारू नांती ताकू उपहास करुछंती एवं मिथ्या ही सेठारे सत्य आउ सत्यटी हला मिथ्या ए लाई वाज देयर द ट्रुथ एंड ट्रुथ ए लाई कौन सेठी ହେଇଛି मिथ्या को सेठी सत्य रूपे रे ग्रहण करने ହେଇଛି आउ सत्यटी हो जाइछि मिथ्या जीवनर असल दिगटी ढांकी हो जाइछि आलोक ज्ञान भगवत प्रेम भगवत अनुसंधिष्ठा ये सब हो जाइछि सेठी मिथ्या सत्य हो जाइछि अहं सर्वस्व जीवन स्वार्थ सर्वस्व जीवन अज्ञान सर्वस्व जीवन अंधकार सर्वस्व जीवन ए ही जाइछि सत्य मिथ्या सेठारे सत्य मिथ्याटी एठी सत्य रूपे आम भावुचु आउ सत्यटी को मिथ्या रूपे भावुचु ज्ञान चेतना आलोक ना से सब ये संभव नुहे ताकू नहीं करी सत्य को नहीं करी जीवन बंची हुए ना सेगुड़ी को आमर से सब जिनस मिथ्या भाया लगुच आमको सत लगुच अज्ञानपूर्ण जीवन सत लगुच अंधकारपूर्ण जीवन स्वार्थ सर्वस्व जीवन अहं सर्वस्व जीवन एगुड़ाक सत बोली लगुच तेणु सुंदर भाव से सुंदर कहते ए लाई वाज देयर द ट्रुथ एंड द ट्रुथ ए लाई एवं ठीक यही ठारे जेतेबेले जड़े यात्रा करुच्ची बा अश्वपति जो यात्रा करुँच सेठी श्रीअरविंद आमको नहीं ठिया करुँच आमर अंतरात्मा को नहीं ठिया करुँच एक यात्री हिसाब से हियर मस्ट द ट्रावेलर ऑफ द अपवर्ड वे पॉज और पास स्लोली थ्रू आउट दैट पेरिलस स्पेस ट्रावेलर ऑफ द अपवर्ड वे यात्री जे कि ऊर्ध्वमुखी पथर यात्री एठारे निश्चित भाव से क्षण पाई रहिबो पास पॉज और पास स्लोली एठारे से क्षण पाई रहिबो अथवा स्लोली थ्रू दैट पेरिलस स्पेस पास स्लोली थ्रू दैट पेरिलस स्पेस क्षणक पाई रहीजिबो अटकिबो किंबा धीरे से पार हो जीवो से विपदर जो रास्ता टिकी केमिति से पारी हबो एते बड़ जो विपदर पेरिलस स्पेस एते विपदर जो संकटमय जो रास्ता एठी पथिक बा यात्री जे तार ऊर्ध्वमुखी पथ को अनुसरण करी आगे जावाक चाहूँगी से केमिति जीव ए प्रेयर अपॉन हिज लिप्स एंड द ग्रेट नेम ओठर धार रे एक से प्रार्थना नब एवं नब एक महानाम ग्रेट नेम ओष्ठ धार रे पाटी रे रहिबो एक प्रार्थना ओठर धार रे रहिबो ओठ प्रांत रे रहिबो एक प्रार्थना एवं जपी चलिबो से महानाम ए प्रेयर अपॉन हिज लिप्स एंड द ग्रेट नेम किंतु जदिओ तापाई से महानाम एक रक्षा कवच जदिओ तापाई तार से प्रार्थना एक सुरक्षा बलय तथापि सतर्क किंतु रहिबाकु पड़िबो एइठारे काहेकि सतर्क रहबाकु पड़िबो ना जेतेबेले
ଗତାନୁଗତିକ ଜୀବନର ଧାରାକୁ ଛାଡ଼ିକରି ଆମେମାନେ ଏକ ଊର୍ଦ୍ଧ୍ୱମୁଖୀ ପଥର ଯାତ୍ରୀ ହେବାକୁ ଆରମ୍ଭ କରିବା, ସେତେବେଳେ ବିପଦ ମଧ୍ୟ ଆମ ପାଖକୁ ଆସିବ। କିଭଳି ଆମେ ସତର୍କ ରହିବା ସୁନ୍ଦର ବର୍ଣ୍ଣନା କରୁଛନ୍ତି ଶ୍ରୀ ଅରବିନ୍ଦ। ଓଭର ହିଜ୍ ସୋଲ୍ଡର ଅପନ୍ ହି ମଷ୍ଟ ଲୁକ୍ ବ୍ୟାକ୍ like one who feels on his neck an enemy's breath. Upon he must look back. ବାରମ୍ବାର ଆମକୁ ପଛକୁ ଦେଖିବାକୁ ହେବ। କୌଣସି ଶତ୍ରୁର ନିଶ୍ୱାସ ସ୍ପର୍ଶ ଯେମିତି କରୁଛି ତାର ନେକ୍ ବା ତାର ଯେଉଁ ପଛପଟ ପୃଷ୍ଠଦେଶ, ସେହି ପୃଷ୍ଠଦେଶକୁ କୌଣସି ଶତ୍ରୁର ନିଶ୍ୱାସ ସ୍ପର୍ଶ କରୁଛି କି ଅବା? ଲାଇକ୍ ୱାନ୍ ହୁ ଫିଲ୍ସ ଅନ୍ ହିଜ୍ ନେକ୍ ଅନ୍ ଏନିମିସ୍ ବ୍ରିଥ୍। କିଏ ଯେମିତି ପଛ ଆଡ଼େ ଲୁଚିକି ରହିଛି କି ଆମକୁ ଆଘାତ କରିବା ପାଇଁ? ଏଇଥିପାଇଁ ସେ ପଛକୁ ଫେରିକି ଦେଖିବ। ଏଲ୍ସ ଷ୍ଟିଲିଂ ଅପ୍ behind a treasonous blow। ନହେଲେ କ'ଣ ହେବ? stealing up behind a treasonous blow, ପଛଆଡ଼ୁ ଲୁଚି ଆସିକରି ଏକ ନିର୍ମମ ପ୍ରହାର ପଡ଼ିବ ଆମ ଉପରେ। might prostrate cast and pin to unholy soil। ଭୁଲୁଣ୍ଠିତ ଆମକୁ କରିଦେଇପାରେ। ମାଇଟ୍ ପ୍ରୋଷ୍ଟେଟ୍ କାଷ୍ଟ, ସେ ଆଘାତ ଆମକୁ ତଳକୁ ପକାଇ ଦେଇପାରେ ଏବଂ ଆମକୁ ଅନହୋଲି ସଏଲ୍, ଏହି ଅପବିତ୍ର ମାଟି ଭିତରେ ଆମକୁ ସିଏ ପିନ୍ କରିଦେଇପାରେ, ଆମକୁ ପୋତି ଦେଇପାରେ। ଏଭଳି ଏକ ଆଘାତର ମଧ୍ୟ ସମ୍ଭାବନା ଅଛି, ଏଭଳି ଏକ ପତନର ମଧ୍ୟ ସମ୍ଭାବନା ଅଛି। ଯଦିଓ ଆମ ପାଖରେ ପ୍ରେୟାର ଅପନ୍ ହିଜ୍ ଲିପ୍ସ ଆଣ୍ଡ ଦି ଗ୍ରେଟ୍ ନେମ୍, ଯଦିଓ ଆମେମାନେ ସେଇ ମହାନାମକୁ ଧରିଛେ, ଯଦିଓ ଆମର ଓଷ୍ଠ ଧାରରେ ସେଇ ପ୍ରାର୍ଥନା ଲାଗି ରହିଛି, ତଥାପି ଶତ୍ରୁର ଆକ୍ରମଣର ଭୟ ମଧ୍ୟ ଆମ ପାଇଁ ରହିଛି। ଆମେ ଯଦି ସତର୍କ ନ ହେବା ତାହେଲେ ଏଭଳି ଏକ ଘଟଣା ମଧ୍ୟ ଘଟିପାରେ। so might one fall on the eternal's road so might one fall on the eternal's road। ଏଇଭଳି ଭାବରେ ଶାଶ୍ୱତଙ୍କର ଯେଉଁ ପଥ, ଇଟର୍ନାଲ୍ସ ରୋଡ଼, ଶାଶ୍ୱତଙ୍କର ଯେଉଁ ରାସ୍ତା, ଯେଉଁ ପଥ, ଏଇଭଳି ଭାବରେ ଯାତ୍ରୀ ବା ପଥିକ ବା ସାଧକ ଯିଏ ଊର୍ଦ୍ଧ୍ୱଗାମୀ ଆଲୋକର ଅନୁସନ୍ଧାନରେ ବାହାରିଛି, ତାର ଏମିତି ପଦସ୍ଖଳନ ମଧ୍ୟ ହୁଏ, ଯେଉଁଠିକି ହଜିଯାଏ ଅନ୍ତରାତ୍ମାର ଏକମାତ୍ର ସୁଯୋଗ କାଳର ସ୍ରୋତରେ। and no news of him reach the waiting gods। no news of him reach the waiting gods। ଯାତ୍ରାର ଶେଷ ପ୍ରାନ୍ତରେ ଅପେକ୍ଷା କରିଛନ୍ତି ଯେଉଁ ମା, ଯେଉଁ ଦେବତ୍ୱ, ୱେଟିଂ ଗଡ୍ସ, ଯେଉଁ ଭଗବତ ଶକ୍ତି ଗୁଡ଼ିକ ଅପେକ୍ଷା କରିଛନ୍ତି ଆମମାନଙ୍କ ଯାତ୍ରା ଶେଷରେ ଆମକୁ ପାଛୋଟି ନେବା ପାଇଁ, ତାଙ୍କ ପାଖରେ ଆମର କୌଣସି ସମ୍ବାଦ ଆଉ ପହଞ୍ଚିପାରେ ନା। ଦୁର୍ଭାଗ୍ୟ ଆମକୁ ଏଭଳି ତଳକୁ ଖସେଇ ଦିଏ। and no news of him reach the waiting gods। ହତଭାଗ୍ୟ ସେଇ ଯାତ୍ରୀର ପଥିକର କୌଣସି ସମ୍ବାଦ ଆଉ ପହଞ୍ଚେ ନା ସେଇ ଅପେକ୍ଷା କରିଥିବା ବା ପ୍ରତୀକ୍ଷା କରିଥିବା ପ୍ରତୀକ୍ଷମାଣ ୱେଟିଂ ଗଡ୍ସ ଦେବତାମାନଙ୍କ ପାଖରେ ଆଉ କୌଣସି ସମ୍ବାଦ ଆମର ପହଞ୍ଚିପାରେ ନାହିଁ। ଫଳରେ କ'ଣ ହୁଏ? ଏବଂ ମାର୍କଡ ମିସିଂ ଇନ୍ ଦ ରେଜିଷ୍ଟର ଅଫ୍ ସୋଲ୍ସ। ସେଠି ଯେଉଁ ଅନ୍ତରାତ୍ମାମାନଙ୍କର ଯେଉଁ ତାଲିକା ଥାଏ, ସେଇ ଅନ୍ତରାତ୍ମାମାନଙ୍କର, ସେ ଆତ୍ମାମାନଙ୍କର ତାଲିକାରେ, ନାମ ତାଲିକାରେ ନିଖୋଜ ବୋଲି
ଲେଖା ହେଇଯାଏ। ମାର୍କଡ ମିସିଂ ଇନ୍ ଦ ରେଜିଷ୍ଟର ଅଫ୍ ସୋଲ୍ସ। ଭାଇମାନେ, ଏଇଭଳି ଭାବରେ ଆମମାନଙ୍କର ଯେଉଁ ସ୍ଖଳନ ଘଟୁଛି, ଯଦିଓ ପ୍ରତ୍ୟେକ ମୁହୂର୍ତ୍ତରେ ମା ଅପେକ୍ଷା କରିଛନ୍ତି କେତେବେଳେ ଆମେ ଯାଇକି ତାଙ୍କ ପାଖରେ ପହଞ୍ଚିବା, କେତେବେଳେ ଆମେ ସେଇ ଆଲୋକର ଅଧିକାରୀ ହେବା, ସେଇ ସତ୍ୟ ଚେତନା ଆନନ୍ଦର ଅଧିକାରୀ ହୋଇ ଉଠିବା, କିନ୍ତୁ ଆମେ ଏମିତି ଏ ଚକ୍ର ବ୍ୟୁହ ଭିତରେ ପଡ଼ି ରହୁଛୁ। ଏଇ ଅହଙ୍କାର, ଏ ମିଥ୍ୟା ଶକ୍ତିରାଜି, ଏଇ ଯେଉଁ ଅଜ୍ଞାନତା, ଏଇ ଯେଉଁ ଅନ୍ଧଶକ୍ତି, ଅନ୍ଧକାର ଶକ୍ତି, ଏମାନଙ୍କର ଯେଉଁ ଚକ୍ର ବ୍ୟୁହ, ୟା ଭିତରେ ଏମିତି ଘାଣ୍ଟି ହେଇଯାଉଛୁ, ଆମେ ଆଉ ପହଞ୍ଚି ପାରୁନୁ। ସେଠି ଆମ ନାଁଟି ମିସିଂ ବୋଲି ଲେଖା ହେଉଛି, ନିଖୋଜ ବୋଲି ଲେଖା ହେଇଯାଉଛି ଅନ୍ତରାତ୍ମାଙ୍କର ନାମ ତାଲିକାରେ। କିନ୍ତୁ ଏଇଭଳି ପରିସ୍ଥିତିରେ ବି କ'ଣ ଆମ ପାଇଁ କିଛି ବାଟ ନାହିଁ? ନିଶ୍ଚିତ ଅଛି ଭାଇ ଭଉଣୀମାନେ। ଏଇଠି ଶ୍ରୀଅରବିନ୍ଦ ପୁଣି କହୁଛନ୍ତି ଚମତ୍କାର ଯେଉଁ ବାକ୍ୟ, ଆମେ ଯାହାକୁ ବହୁ ସମୟରେ କହୁ, ଓନ୍ଲି ୱେଆର୍ ସେଫ୍ ହୁ କେପ୍ଟ ଗଡ୍ ଇନ୍ ଦେୟାର ହାର୍ଟସ୍। এইଭଳି ପରିସ୍ଥିତିରେ କିନ୍ତୁ ନିରାପଦ, ନିର୍ବିଘ୍ନ, ସୁରକ୍ଷିତ ସେଇମାନେ କେବଳ ଯେଉଁମାନେ ଭଗବାନଙ୍କୁ ଧରି ରଖିଥାନ୍ତି ତାଙ୍କର ହୃଦୟର କନ୍ଦରରେ, ହୃଦୟର ଅଭ୍ୟନ୍ତରରେ। ପ୍ରକୃତରେ ଯଦି ହୃଦୟର ଅଭ୍ୟନ୍ତରରେ, ହୃଦୟ ଭିତରେ ଜଣେ ଭଗବାନଙ୍କୁ ଭଲ ପାଇଛି, ହୃଦୟ ଭିତରେ ଯଦି ଆମେ ମାଆଙ୍କୁ ଧାରଣ କରିଛୁ, ଯଦି ହୃଦୟ ଦେଇକରି ଆମେ ତାଙ୍କୁ ଆମ ଭିତରେ ରଖିଛୁ ଏବଂ ମା କହିଛୁ, ମା ତମେ ମୋ ହୃଦୟ ଭିତରେ ରୁହ, ସେଇଠି ସେଇମାନେ ହିଁ କେବଳ ସୁରକ୍ଷିତ ଭାବରେ ଏ ଯାତ୍ରା କରିପାରନ୍ତି। ଓନ୍ଲି ୱେ ଆର୍ ସେଫ୍ ହୁ କେପ୍ଟ ଗଡ୍ ଇନ୍ ଦେୟାର ହାର୍ଟସ୍। ନିରାପଦ, ନିର୍ବିଘ୍ନ, ସୁରକ୍ଷିତ ସେଇମାନେ କେବଳ ଯେଉଁମାନେ ଭଗବାନଙ୍କୁ ଧରି ରଖୁଛନ୍ତି ସେ ତାଙ୍କର ହୃଦୟର ଅନ୍ତରର ଭିତରେ। କରେଜ୍ ଦେୟାର ଆର୍ମର, ଫେଥ୍ ଦେୟାର ସୋର୍ଡ, ଦେ ମଷ୍ଟ ୱାକ୍। ସାହସ ହେଉଛି ତାଙ୍କର ବର୍ମ, ବିଶ୍ୱାସ ତାଙ୍କର ଖଡ଼୍ଗ, ଏବଂ ସେଇମାନେ ହିଁ ଆଗେଇ ଚାଲନ୍ତି। ବାସ୍ତବିକ ଯେତେବେଳେ ହୃଦୟ ଭିତରେ ଆମେ ମାଆଙ୍କୁ ଭଲ ପାଇଥାଉ, ଯେତେବେଳେ ହୃଦୟ ଭିତରେ ଆମେ ମାଆଙ୍କୁ ଧରି ରଖିଥାଉ, ସ୍ୱତଃସ୍ଫୂର୍ତ୍ତ ଭାବରେ ଆମ ଭିତରେ ସାହସ ଆସିଥାଏ। ଏବଂ ସବୁଠାରୁ ବଡ଼ କଥା ହେଉଛି ଶ୍ରୀଅରବିନ୍ଦ ବାରମ୍ବାର ସିନ୍ଥେସିସ୍ ଅଫ୍ ଯୋଗରେ ମଧ୍ୟ କହୁଛନ୍ତି, ଯାହା ଆମକୁ ଦରକାର ସେ ହେଉଛି ଆବସଲ୍ୟୁଟ୍ କରେଜ୍, କୋଲୋଜାଲ୍ ଫେଥ୍, ଅନଫ୍ଲିଞ୍ଚିଂ ପେସେନ୍ସ। ଏଭଳି ଏକ ସାହସ, ଆବସଲ୍ୟୁଟ୍ କରେଜ୍, ଯେଉଁ ସାହସର କି କଳନା କରିହେବ ନାହିଁ। ଏଭଳି ଏକ ବିଶ୍ୱାସ, କୋଲୋଜାଲ୍ ଫେଥ୍, ଯେଉଁ ବିଶ୍ୱାସର ମାପି ହେବ ନାହିଁ, ଅଭାବ ସେ ବିଶ୍ୱାସ। ଏବଂ ଅନଫ୍ଲିଞ୍ଚିଂ ପେସେନ୍ସ, ଏମିତି ଧୈର୍ଯ୍ୟ, ଏଭଳି ପେସେନ୍ସ ଯେଉଁ ଧୈର୍ଯ୍ୟକୁ କେହି ବି ଟିକିଏ ହେଲେ ବି ବିଚଳିତ କରିପାରିବ ନାହିଁ। ଏଇ ଜିନିଷ ଆମକୁ ଦରକାର। ଯେତେବେଳେ ମାଆଙ୍କୁ ପ୍ରକୃତରେ ଆମେ ଭଲ ପାଇ ବସୁ, ଆମ ଭିତରେ ଏଇ ପଜିଟିଭିଟି ଗୁଡ଼ିକ ସ୍ୱତଃ ତିଆରି ହୁଏ। ଏ ସବୁକିଛି ଘନଘଟା ସତ୍ତ୍ୱେ, ସବୁକିଛି କଳା ବାଦଲ ସତ୍ତ୍ୱେ ଆମ ଭିତରେ ସେହି ସ୍ମିତହାସ୍ୟ ସବୁବେଳେ ଥାଏ। ଯେଉଁ ସ୍ମିତହାସ୍ୟ ଜୀବନର ଦୁଃଖକୁ, ଜୀବନର କାଳିମାକୁ, ଯେଉଁ ଜୀବନର ଅନ୍ଧକାରକୁ ଦୂର କରିବାକୁ ସକ୍ଷମ, ଯିଏକି ଆମ ଅନ୍ତରାତ୍ମା ଭିତରୁ ବାହାରିଥାଏ, ଯେଉଁଠି ମା ନିଜେ ଅଧିଷ୍ଠିତ ହୋଇକି ଥାନ୍ତି ଯେଉଁ ହୃଦୟ ଭିତରେ, ସେହି ହୃଦୟ ଭିତରୁ ଉଚ୍ଚାରିତ ଏକ ଆସ୍ଥା, ପ୍ରଚଣ୍ଡ ବିଶ୍ୱାସ, ପ୍ରଚଣ୍ଡ ସାହସ, ଅଦମ୍ୟ ଉତ୍ସାହ, এইଗୁଡ଼ିକ ଆମକୁ ସାହାଯ୍ୟ କରେ। ତେଣୁ ଭାଇବାପାମାନେ, ଲେଟସ୍ ବି ଆମେ ନିଜକୁ ପ୍ରସ୍ତୁତ କରିବା, ହେଇ ଉଠିବା
माँ को जीवन रे आमर दिशा रूपे ग्रहण करी आलोकर पथ को बाछि नवा अंधकार और अज्ञानर गतिधारा भितर हजि जाई बुड़ी जाई नष्ट होगा आमको देवा नहीं एवं माँकर रेजिस्टर रे आमको आमे आउ निखोज बोली प्रतिपादित होगाकू देवा नहीं आमे आउ मिसिंग हो जावा नहीं ये यात्रा पथ भितर आमे बाछीचे माँ को माँ बाछी आमको अनेई रही प्रत्येक मुहूर्त आम हाथ धरिकी सी नहीं चलवाकू व्यग्र होकर रही असीमर से पथरे से जो इटर्नाल्स रोड शाश्वतंकर जो पथ से पथ उपरे जमती आमर पदस्खलन न हुए आमे जमती खसी न पड़ू ताहा ही देखापी से अपेक्षा कर रही आमे आउ निजको एमिति मिसिंग करवा नहीं एमिति आमे निखोज करदेवा नहीं शेष कथाटी आम मानक पई let us be impartial and courageous so as to rise above our own little preferences and petty personal conveniences. आमे माने समस्ते निरपेक्ष भाव रे आसंतु अशेष साहस संपन्न हो उठिबा जहाँ फल कि आमे एभली साहस आम भीतर थिबो आमर निजर जो ओन लिटिल प्रिफरेन्सेस रही जो छोटिया छोटिया पसंद अपसंद जो सब रही जो छोट छोट कथा आमको प्रत्येक मुहूर्त में विचलित कर लगी ताकू ही नहीं आम जो घांटी हो रोचु ताठू ऊर्ध्व को उठी आसवा एवं पेटी पर्सनाल कन्वीनियंसेस जो छोटिया छोटिया व्यक्तिगत सुख सुविधा भितर आम घूरी बुलवा को इच्छा करुचु तार भीतर बांधी रहा इच्छा करुचु सेगुड़ को छाड़ी देकरी आम बाहर को बाहरी आसवा let us be transparent so that the light within us may fully illumine the thoughts we want to observe, analyze, classify. एभली आमे निजको ट्रांसपेरेंट करदबा स्वच्छ एभली करदबा so that the light within us may fully illumine आम मानक भितर थिबा सी आलोक मांकर से कृपार जो धारा मांकर से जो सत्य चेतना सी प्रकाशित हो पार पूर्ण रूपे तार पूर्ण जाजल्यमानतार से निजको प्रकाशित कर आम मानकर विचार आम मानकर चिंताराजी को परिच्छन्न करदेव ताकू शुद्ध करदेव जहाँ को आमे ऑब्जर्व करने को चाहूँ जहाँ को आमे एनालाइज करने को चाहूँ से सबको सी शुद्ध एवं आलोकित करदेव जदि यही भाव में आमे निजको प्रस्तुत करि परिबा वास्तव में आमे माने से अनंतर यात्रा पथरे निश्चित भाव में आमे जाइकरी शेष स्थल में पहुँची पारिबा टिके बाट जाइकि आमे कहिबा नहीं जे कौन मिलला बोली जेमिति सागर भितर तो मोती रही किंतु मोती पाइबा को हेले सागरर गभीररू गभीरतम प्रदेश को जीवाकू पड़े 2-4 मीटर बा 2-4 फुट 5 फुट जाई जदि आमे मोती को संधान करने को चेष्टा करिबा ताहाले निश्चित भाव में आमे ताकू पाई परिबा नहीं आमको शेष पर्यंत गभीररू गभीरतर से तल पर्यंत पहुँचवा पड़ो जोठी मुक्ताटी रही आमे एभली भाव में निजर भीतर को प्रवेश करिबा जीवनर अभ्यंतर को प्रवेश करिबा सत्य भीतर को प्रवेश करिबा एवं जेते अधिकरू अधिक आमे निमज्जित भाव में चेतनार गभीरता को प्रवेश करिबा सेतिकी संभावना रहिबो आमे से सत्यर से आलोकर
ସେହି ଚେତନାର ନିକଟତର ହେବା ପାଇଁ। ବର୍ତ୍ତମାନ ଏଭଳି ଏକ ସମୟ ପହଞ୍ଚିଛି ଯେ କି ଆମର ସବୁଯାକ ପୂର୍ବର ଯେଉଁ ଇକ୍ୱେସନ୍ ଥିଲା ତାକୁ ଭାଙ୍ଗି ଦେଉଛି। ଆମେ ଦେଖୁଛୁ ଏମିତି ଗୋଟେ ସମୟ ଆମ ପାଇଁ ହୁଏତ ତିଆରି ହେଇଛି ଯେ ଆମକୁ ଅନ୍ତର୍ମୁଖୀ କରିବା ପାଇଁ ଅଧିକ ଭାବରେ ଏବଂ ଆମ ଭିତରର ବିଶ୍ୱାସ, ଆମ ଭିତରର ଆସ୍ଥାଟି ଦିବ୍ୟଜନନୀଙ୍କ ଉପରେ ଯେଉଁ ରହିଛି ତାକୁ ଆହୁରି ଦୃଢ଼ମୂଳ କରିବା ପାଇଁ ଏହିସବୁ ପରିସ୍ଥିତି ପରିବେଶ ହୁଏତ ଆମକୁ ଏକ ସକାରାତ୍ମକ ଦିଗରେ ଟାଣି ନେବା ପାଇଁ ଆସିଛି। ଆମେମାନେ ତାକୁ ଠିକ୍ ସେଇଭଳି ଭାବରେ ଉପଯୋଗ କରିବା ଏବଂ ନିଜକୁ ଆହୁରି ଅଧିକ ଭାବରେ ନିବିଡ଼ ଭାବରେ ହୃଦୟର ସହିତ ଭଲ ପାଇ ଆମେ ମାଆଙ୍କ ପାଖରେ ଯଦି ନିଜକୁ ସମର୍ପି ଦେଇପାରିବା ତାହେଲେ ବାସ୍ତବରେ ଜୀବନର ଏକ ନୂତନ ଦିଗନ୍ତ ଆମ ଭିତରେ ଖୋଲିଯିବ ଏବଂ ଯାହା ସବୁ ଏ ପର୍ଯ୍ୟନ୍ତ ଆମ ପାଖରେ ଅପହଞ୍ଚ ହୋଇକି ରହିଛି ସେ ସବୁ ଆମର ପରିସୀମା ଭିତରକୁ ପଳେଇ ଆସିବ। ଏବଂ ସାବିତ୍ରୀର ଶେଷ କଥାଟି କହିକି ମୁଁ ମୋର ବକ୍ତବ୍ୟକୁ ଶେଷ କରିବି। କ୍ରାଏ ନଟ୍ ଟୁ ହେଭେନ୍ ଫର୍ ସି ଓନ୍ଲି କ୍ୟାନ୍ ସେଭ୍। କାହାରି ପାଖରେ କେଉଁଠି ବି ମଥା ପାତିବା ଦରକାର ନାହିଁ, କେଉଁଠି ବି ଯାଇକରି ମୁଣ୍ଡ ବାଡ଼େଇବା ଦରକାର ନାହିଁ। ସି ଓନ୍ଲି କ୍ୟାନ୍ ସେଭ୍। ସେ ହିଁ କେବଳ ଆମମାନଙ୍କୁ ରକ୍ଷା କରିପାରିବେ। ସେ ହିଁ ରହିଛନ୍ତି ଆମମାନଙ୍କ ପାଖରେ ଏକ ବରଦ ହସ୍ତ ନେଇକରି। ଆସନ୍ତୁ ସମସ୍ତେ ତାଙ୍କରି ଶରଣାଗତ ହେବା। ଯଥାର୍ଥରେ ଆମେ ତାଙ୍କରି ପାଖରେ ନିଜକୁ ପୂର୍ଣ୍ଣ ରୂପେ ଢାଳିଦେବା ଏବଂ ବାରମ୍ବାର ଏଇ କଥାଟି ମୁଁ କହେ, ଆଜି ବି କହୁଛି, ମାଆଙ୍କ ପାଖରେ ଠିଆ ହୋଇ କହିବା, ମା ଆଇ ଆମ୍ ନଥିଙ୍ଗ, ଆଇ ନୋ ନଥିଙ୍ଗ, ଆଇ କ୍ୟାନ୍ ଡୁ ନଥିଙ୍ଗ, ଲେଟ୍ ଦାଇ ୱିଲ୍ ବି ଡନ୍। ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ ମା, ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ। ସମସ୍ତଙ୍କର ଅଶେଷ ଅଶେଷ ମଙ୍ଗଳ କାମନା କରି ମାଆଙ୍କ ପାଖରେ ଏବଂ ଏଇଭଳି ଏକ ଅବସ୍ଥାରେ ଆମମାନଙ୍କ ପାଇଁ ମାଆଙ୍କର ସେହି କୃପା, ମାଆଙ୍କର କରୁଣା, ମାଆଙ୍କର ଚେତନା ଅବାରିତ ଭାବରେ ଝରିପଡ଼ୁ, ଏହା ହିଁ କାମନା କରି ରହୁଛି। ବନ୍ଦେ ମାତରମ୍। ନମସ୍କାର।